ଯାହା ବହୁତ ଦିନ ପରେ ପପୁ ଗୋଟେ ବଢ଼ିଆ ସିନେମା ତିଆରି କରିଛି। ବହୁତ ସିନେମା ସେ କରିଛି ମଧ୍ୟ, ଆଉ ତାର ଇନୋଭେଟିଭ୍ ଆଇଡ଼ିଆ ଅଛି। ସେ ଗୋଟେ ବହୁତ ତା ମୁଣ୍ଡରେ ଏତେ ପ୍ରଖର ବୁଦ୍ଧି, ଆପଣ ସଙ୍ଗୀତ କୁହନ୍ତୁ, ଆକ୍ଟିଂ କୁହନ୍ତୁ, ସବୁ କ୍ଷେତ୍ରରେ ତା ମୁଣ୍ଡରେ ପ୍ରଖର ବୁଦ୍ଧି। ମଲ୍ଟି ଟ୍ୟାଲେଣ୍ଟେଡ୍ କହିଲେ ପପୁକୁ ମଲ୍ଟି ଟ୍ୟାଲେଣ୍ଟେଡ୍ ପିଲା ସେ। ତାର ପ୍ରତ୍ୟେକ ସିନେମାରେ ସେ ମୋତେ ରଖେ, କେଉଁଥିରେ ବାପା କରେ, କେଉଁଥିରେ ଗାଁ ଟାଉଟରି କରେ, ମୋତେ ସବୁ କ୍ୟାରେକ୍ଟର ସେ ଆଜି ନେଇଛି। ଛୋଟ ହଉ ବଡ଼ ହଉ ସବୁ ତା ସିନେମା, ପ୍ରତ୍ୟେକ ସିନେମାରେ ଅରବିନ୍ଦ ଷଡ଼ଙ୍ଗୀ ନିଶ୍ଚିତ ତା ସିନେମା ରହିବେ, ଏଇଟା ନିଶ୍ଚିତ। ଆଉ ମୁଁ ଏତିକି ଜଗନ୍ନାଥ ପାଖରେ ପ୍ରାର୍ଥନା କରୁଛି ଏ ଚଳଚ୍ଚିତ୍ରଟି ତାର ସୁପର ହିଟ୍ ହଉ। ଆଉ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ, ଯେମିତି ହେଲେ ହଲ୍କୁ ଆସିବେ, ସିନେମାଟିକୁ ଦେଖିବେ, ଆମକୁ ଖୁସି ଲାଗିବ। ଜୟ ଜଗନ୍ନାଥ। ଗୁରୁଜନ ମାନେ ଆଶୀର୍ବାଦ ଦେଲେ ସମସ୍ତେ ଆଗକୁ ଯାଆନ୍ତି। ଆପଣ ଅନୁଭବ ଭାଇ ଆଉ ଜାଗୃତି ମ୍ୟାଡାମଙ୍କୁ ଆଶୀର୍ବାଦ ଦେଇଛନ୍ତି? ଶୁଣନ୍ତୁ, ମୁଁ ନିଶ୍ଚିତ ଆଶୀର୍ବାଦ ସମସ୍ତଙ୍କ ପ୍ରତି ଅଛି। ଅନୁଭବ ମୋର ଶତ୍ରୁ ନୁହେଁ, ଅନୁଭବ ମୋ ଭାଇଟା, ସାନ ଭାଇଟା। କାହିଁକି ତା ପ୍ରତି ଆଶୀର୍ବାଦ ନ ରହିବ? ମୋର ତାଙ୍କ ପ୍ରତି ଆଶୀର୍ବାଦ ଅଛି, ବର୍ଷା ପ୍ରତି ଆଶୀର୍ବାଦ ଅଛି, ଜାଗୃତି ମୁଁ ଚିହ୍ନିନି, କିନ୍ତୁ ଆଶୀର୍ବାଦ ରହିଛି ସମସ୍ତଙ୍କ ପ୍ରତି। ସେମାନେ ଆମର ଯେତେ ସାନ ଭାଇ ଭଉଣୀ ଭଳିଆ, ସେମାନଙ୍କ ପ୍ରତି କେମିତି ଆଶୀର୍ବାଦ ନ ରହିବ? ମୁଁ ଚାହେଁ ଯିଏ ଯୋଉଠି ରୁହନ୍ତୁ, ଶାନ୍ତିରେ ରୁହନ୍ତୁ, ହସଖୁସିରେ। ହଁ, ବର୍ଷାଙ୍କର ପ୍ରାୟ ପିକ୍ଚରରେ ମୁଁ ଯାଏ, କାମ କରେ। ବର୍ଷା ମୋ ପାଇଁ ବହୁତ ଭଲ, ଅନୁଭବ ବି ମୋ ପାଇଁ ବହୁତ ଭଲ। ଅନୁଭବ, ମୁଁ ଗୋଟେ କଥା କହୁଛି, ମୁଁ ବର୍ଷାକୁ ବି ଏ କଥା କହିଛି, ଯେତେ ଭିଡ଼ ଥାଉ ପଛେ ସେ ଆସେ ଦୌଡ଼ିକିରି ମୁଣ୍ଡିଆଟିଏ ମାରେ। ତେଣୁ ଆମେ ଯାହାଠୁ ସ୍ନେହ ଶ୍ରଦ୍ଧା ସମ୍ମାନ ପାଇଛୁ ତାକୁ ନିନ୍ଦା କରିବୁନି। ଆଉ ବର୍ଷାର ମୋ ପ୍ରତି ବହୁତ ସମ୍ମାନ। ମୁଁ ସେଟା କହିପାରିବିନି, ସେ ଏବେ ବାହା ହେବା, ଏଇଟା ସବୁ ଗୁଜବ। ବାହା ହେଇଯିବାଟା ସେଟା ତାଙ୍କ ଉପରେ ନିର୍ଭର କରେ। କାରଣ ଦେଖନ୍ତୁ, ସିଏ ଆଉ ଗୋଟେ ଜାଗାରେ ବାହା ହବ କି ନ ହବ, ତାର ମେଣ୍ଟାଲ କଣ୍ଡିସନ କ'ଣ ଅଛି, କ'ଣ କେମିତି କ'ଣ କରିବା କଥା କି କ'ଣ ନାହିଁ, ସେଇଟା ସିଏ କହିପାରିବ। ମୁଁ କହିବାଟା ଠିକ୍ ହବନି। ତେଣୁ ତା ଇଚ୍ଛା ଉପରେ ନିର୍ଭର କରେ। କିନ୍ତୁ ମୁଁ ଚାହିଁବି, ତାକୁ ବି ଆଶୀର୍ବାଦ କରୁଛି, ସିଏ ବି ବହୁତ ଭଲରେ ରୁହେ, ସମସ୍ତେ ଭଲରେ ରୁହନ୍ତି। ପ୍ରଥମ ବିବାହ ତଥା ଦ୍ୱିତୀୟ ବିବାହ ଭିତରେ ଗୋଟେ ପାର୍ଥକ୍ୟ ଥାଏ କି? ମାନେ ଦ୍ୱିତୀୟ ବିବାହ କ'ଣ ଚାଲେ, ପ୍ରଥମ ବିବାହ ଯଦି ନ ଚାଲିଲା ଦ୍ୱିତୀୟ ବିବାହ ଚାଲିବ କି ନାହିଁ, ୟାର କ'ଣ କିଛି ଗୋଟେ ଥାଏ କି? କାହିଁକି ନା ପୁରୁଣା ଯୁଗର ଲୋକଙ୍କ ପାଇଁ ବାହାଘରର ମାନେ ହିଁ ଅଲଗା ଥିଲା। ବର୍ତ୍ତମାନ ଜେନେରେସନ ଏଇଟା ହଉଛି ତାଙ୍କର ପାରିବାରିକ କଥା। ଆଜ୍ଞା, ନିହାତି। ପାରିବାରିକ କଥା ଉପରେ ଆମେ ବିଶେଷ କିଛି କହିବାଟା ଉଚିତ ନୁହେଁ। ତାଙ୍କର କ'ଣ ପାଇଁ ବିଚ୍ଛେଦ ହେଲା, କ'ଣ ପାଇଁ କ'ଣ ହେଲା, ଆମେ ସେଥିରେ ମୁଣ୍ଡ କରିବା ଟୋଟାଲି ଆବଶ୍ୟକ ନୁହେଁ। କିନ୍ତୁ କିଛି ଲୋକ ତାଙ୍କୁ ଦୋଷ ଦଉଛନ୍ତି ଜାଗୃତିଙ୍କୁ। ଶୁଣ, ଜାଗୃତିଙ୍କ ଦୋଷ ଅଛି କି ଅନୁଭବଙ୍କ ଦୋଷ ଅଛି କି ବର୍ଷାଙ୍କ ଦୋଷ ଅଛି, ଆମେ କାହାରି ଦୋଷଟାକୁ କହିବା ଉଚିତ ନୁହେଁ। ଆମେ ଏତିକି ଆଶୀର୍ବାଦ କରିବା କଥା, ଯିଏ ଯୋଉଠି ଅଛନ୍ତି ଭଲରେ ରୁହନ୍ତୁ, ଯିଏ ଯୋଉଠି ରହୁଛନ୍ତି ଭଲରେ ରୁହନ୍ତୁ, ଶାନ୍ତିରେ ରୁହନ୍ତୁ।